ହ୍ୟାଲୋ, ହ୍ୟୁମାନ ସାଗର ବାବୁ କହୁଛନ୍ତି? ଆଜ୍ଞା ସାର୍ କିଏ କହୁଛନ୍ତି? ମୁଁ ଶିବସୁନ୍ଦର ସ୍ୱାଇଁ କହୁଥିଲି, ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ କମିଶନ। ଆଜ୍ଞା ଆଜ୍ଞା କାଲି ସାର୍ ଗୋଟେ ଭିଡ଼ିଓ ଆପଣଙ୍କର ପାଇଲି, ଯୋଉ ଆମର ଜଗନ୍ନାଥଙ୍କର ଭଜନଟାକୁ ରିଙ୍କୁ ବାବୁଙ୍କର ଆପଣଙ୍କର ଗୋଟେ ଅଲଗା ଟାଇପର ଗାଇଛନ୍ତି। ଆଜ୍ଞା ମୁଁ ତ ସେଟା ଗାଇନି ଆଜ୍ଞା। ନା ଆପଣ ବି ଅଛନ୍ତି ନା, ଆପଣ ହସୁଛନ୍ତି, କ୍ରିଟିସାଇଜ କଲା ଭଳିଆ ଲାଗୁଛି ଯେମିତି ଭଜନଟାକୁ। ନାଇଁ ନାଇଁ ମୁଁ ଏଠି ବସିଛି, ହଠାତ୍ ସେଟା ପୁରା ଡିଟେଲ ଭିଡ଼ିଓ ଛଡ଼ାନି, କିଏ ଗୋଟେ ସୁଟ୍ କରିକି ଛାଡ଼ି ଦେଇଛି ନାଇଁ ନାଇଁ ଆଉ। ଠିକ ଅଛି, ଯିଏ ବି ହଉ ଛାଡିଛି, ସେ ଆପଣଙ୍କୁ ଲାଗୁଛି କି ଆପଣ ଠିକ କରିଛନ୍ତି? ନାଇଁ ନାଇଁ ସେଟା ବିଲକୁଲ ଭୁଲ ଆଜ୍ଞା। ସାର୍ ମାନେ କାହିଁକି ମତେ ବି ଆପଣ ବହୁତ ଦେଖନ୍ତୁ, ଆମେ ମୁଁ କହିବା ଅନୁସାରେ ଆପଣଙ୍କ ଧର୍ମକୁ କି ଅପମାନ କରୁଛନ୍ତି କି? ନାଇଁ ନାଇଁ ତାହେଲେ ଆପଣ ହିନ୍ଦୁ ଧର୍ମକୁ ଅପମାନ କରିବାର କାରଣ କଣ? ନାଇଁ ନାଇଁ ଆଜ୍ଞା ହିନ୍ଦୁ ଧର୍ମ ମୁଁ କଣ ହିନ୍ଦୁ ନୁହଁ ମତେ ନା ନା ଆମେ ଜାଣିନୁ ସାର୍, ଆପଣଙ୍କୁ ଯଦି ଆପଣ ଯଦି ହିନ୍ଦୁ ଧର୍ମ ହେଇଥାନ୍ତେ ତାହେଲେ ଭଜନ ଗାଇଲା ଆପଣ ସେଇଠି ବି ଦି ଚାପଡ଼ା ତାକୁ ମାରି ପାରିଥାନ୍ତେ କି ଏଇ ଟାଇପର ଗୀତ ତୁ ବିଲକୁଲ କାହିଁ ଗାଉଛୁ? ନାଇଁ ନାଇଁ ଆପଣ ସେ ସେଥିରେ ବି କଥା ତାର ମାନେ ଆପଣ ବି ମଜା ନେଉଛନ୍ତି। ନାଇଁ ନାଇଁ ଆଜ୍ଞା ସେଟା ଭୁଲ କଥା, ମୁଁ କାହିଁ ମଜା ନେବି ଆଜ୍ଞା। ମାନେ କିଏ ମୁଁ ଭୁଲ ଆପଣ କହୁଛି ନା ସାର୍ ଆପଣ ଭୁଲ କରିଛନ୍ତି? କାହା କଥା କହୁଛନ୍ତି? ଭୁଲ ମାନେ ଦେଖନ୍ତୁ ସେଠି ମୋର କିଛି ମାନେ କାମ ହିଁ ନାହିଁ। ମୁଁ ସାର୍ ଆପଣ ହଠାତ୍ ପାଳି କିନି ଧରିଛନ୍ତି ସେ ଗୀତରେ, ସେ ଗୀତ ଯୋଉ ଗାଇଲା ବେଳକୁ ଅଧାରୁ ଆପଣ ପାଳି ଧରିଛନ୍ତି, ତାପରେ ଆପଣ ହସୁଛନ୍ତି। ଆପଣ ମୁଁ ଭିଡ଼ିଓଟା ଯଦି ବି ଆପଣ ଦେଖିଛନ୍ତି, ମାନେ ହସୁଛନ୍ତି। ନାଇଁ ଆଜ୍ଞା ସେଟା ସାର୍ ଠିକ ଅଛି। ଆପଣଙ୍କୁ ଆପଣଙ୍କର ଯେତିକି ଫଲୋଅର୍ସ ଅଛନ୍ତି ସାର୍, ଆପଣଙ୍କୁ କୋଉ ମୁଣ୍ଡରେ ବସେଇଛନ୍ତି? ସାର୍ ଆପଣ ଏଇଭଳିଆ ବିଲକୁଲ ଯୋଉ କାମ ବିଲକୁଲ କରିବେ, ଆପଣ ଜାଣିପାରୁଛନ୍ତି ଆପଣଙ୍କର ମାନେ ଆଗକୁ ଆପଣଙ୍କର ଫ୍ୟୁଚର ମାନେ ବ୍ରାଇଟ୍ ହବାର ଅଛି ନା ଡାର୍କ ହବାର ଅଛି? ନାଇଁ ନାଇଁ ବିଲକୁଲ ସେଟା ଆପଣ କୋଉଠୁ କହୁଥିଲେ ଆଜ୍ଞା? ଭୁବନେଶ୍ୱରରୁ କହୁଥିଲେ ଆଜ୍ଞା। ଭୁବନେଶ୍ୱର ମୁଁ ଦେଖା ହେଇପାରିବେ ଟିକେ? ହଁ କାହିଁ ଦେଖା, ଆମେ ତ ମୁଁ ତ ଅଲରେଡି କାଲି ଟ୍ୱିଟ୍ କରିଛି ସମସ୍ତଙ୍କୁ, ଯୋଉଟା କି ଆମକୁ ଠିକ ଲାଗୁନି ସାର୍। ଆପଣ ମୁଁ ଆପଣ ଆମେ ବି ଗୋଟେ ସାର୍ ଭଲ ଲାଗେ ଗୀତ ଶୁଣିବାକୁ ଆପଣଙ୍କର, ଆଜ୍ଞା କିନ୍ତୁ ତା ଅର୍ଥ ନାହିଁ ଯେ ସାର୍ ଆପଣ ଯାହା ଗୀତ ଗାଇବେ ଆମେ ତାଙ୍କୁ ପସନ୍ଦ କରୁ ସେଇଟା ମାନେ ନାହିଁ। ଧର୍ମ ନାଁରେ ନାଇଁ ସାର୍ ନାଇଁ ଆମେ ସବୁ ଧର୍ମକୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ। ନାଇଁ ନାଇଁ ଆପଣ ଧର୍ମ ହଉ ଶୁଣନ୍ତୁ ଯାହା ଧର୍ମ ହଉଛି ମୁଁ ସମ୍ମାନ ଦେବା। ସାର୍ ଆପଣ ଗୋଟେ ମୋ କଥା କଳାକାର, ଶୁଣୁନାହାନ୍ତି। ଆପଣ ହ୍ୟାଲୋ ଜାଣୁଛନ୍ତି ସାର୍ ମୁଁ ଗୋଟେ କଳାକାର। ଆଜ୍ଞା ଆପଣଙ୍କର ନାଇଁ ଫଲୋଅର୍ସ ଖାଲି ଖ୍ରୀଷ୍ଟିଆନ ଲୋକ ଅଛନ୍ତି, ହିନ୍ଦୁ ଲୋକ କିଏ ନାହାନ୍ତି? ନାଇଁ ନାଇଁ ବିଲକୁଲ ନାଇଁ ଆଜ୍ଞା। ମୁଁ କଣ ଓଡିଶାରେ ସାର୍ କହିଲି ରହିବେ, ଯେହେତୁ ଓଡିଶାକୁ ଜଗନ୍ନାଥ ବୋଲି ପରିଚିତ, ମାନେ ରାଜ୍ୟ କହିକି ଜଗନ୍ନାଥଙ୍କ ଦ୍ୱାରା ସମସ୍ତେ ଜାଣୁଛନ୍ତି ୱାର୍ଲଡରେ, ଆପଣ ତାଙ୍କ ନାଁରେ ଗାଇବେ। ହଜାର ହଜାର ଭକ୍ତ କାଲି ସାର୍ ଆପଣ ମାନେ ଯାଉଛନ୍ତି, ଆପଣ ତାଙ୍କର ଏଗନେଷ୍ଟ ଏଇଭଳିଆ ଗୀତ ସାର୍ ଆପଣ ତାକୁ ପ୍ରୋତ୍ସାହନ ଦଉଛନ୍ତି? ନାଇଁ ମୁଁ ସାର୍ କିଛି ପ୍ରଶ୍ନ ଦେଇନି, ସେଟା ଟୋଟାଲ ଭିଡିଓଟା ଛଡା ହେଇନି। ଆଚ୍ଛା ଆଚ୍ଛା, ଆଉ ଟୋଟାଲ ଭିଡିଓ ଭିଡିଓ ଛାଡ଼ିଥିଲେ ଆହୁରି ଛାଡିଲେ ମାନେ ଆହୁରି କଷ୍ଟ ହେଇଥାନ୍ତା ବୋଧେ ଆମକୁ? ନାଇଁ ନାଇଁ ସେଟା ଅଲଗା ଜିନିଷ, ମାନେ ସେ ରୂପ ସୁନା ଯୋଉ ଅଛନ୍ତି ସେ ଅଲଗା ଜିନିଷ କହୁଥିଲେ, ଅଲଗା ଜିନିଷ ଛଡା ହେଇଛି ଓନ୍ଲି ବିକଜ ଟୁ। ନା ନା ଆପଣ ସାର୍ ମତେ ଗୋଟିଏ କଥା କୁହନ୍ତୁ, ମାନେ ଆପଣ କହିବା ଅନୁସାରେ ସେ ଯାହା ଗାଇଛନ୍ତି ଠିକ ଗାଇଛନ୍ତି, ସେତିକି ଗାଇଛନ୍ତି ଠିକ ଗାଇଛନ୍ତି, ବିଲକୁଲ କିଛି ଖରାପ ନୁହଁ ତ? ଏତିକି ତ? ଭୁଲ 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 ସାର୍ ଆପଣ କଣ ବିଲକୁଲ। କରିଛନ୍ତି? ସେ ଯଦି ଭୁଲ ଗାଇଲେ ଆପଣ ତାଙ୍କ ଏଗନେଷ୍ଟ କଣ କରୁଛନ୍ତି? ମୁଁ ଆପଣ ବି ଗୋଟେ ଏଗେନ୍ଷ୍ଟ କଳାକାର, ମୁଁ ସିଏ ତ ବି ଗୋଟେ ମନା ବି କଳାକାର, ଆପଣ କରିଛି କଣ ସାର୍ କରିଛନ୍ତି? ସେଇଠି। ସେଠି ଆଜ୍ଞା, ସବୁ କରନି, ଯୋଉ ସୁଟିଂ ହଉଥିଲା କିଏ ହଠାତ୍ ଭିଡିଓ ଛାଡିଛନ୍ତି, ସେଟା ବି ମତେ ଟିକେ ଭଲ ଲାଗିଲାନି। ମାନେ କରିବା କଥା ସୁଟିଂ ନୁହଁ। କରିବାକୁ ଗଲେ କେମିତି? ସେ ଯୋଉ ଭଳିଆ ଗାଉଛି, ମାନେ ହୁଁ ହସିକିରି, ମାନେ କ୍ରିଟିସାଇଜ କରିକି। ସେ ଆଚ୍ଛା, ସେ ଯୋଉ ବାବୁ ରୁଙ୍କୁ ସୋନା, ତାଙ୍କର ହୁଁ କୋଉ ଧର୍ମ ତାଙ୍କର? ହିନ୍ଦୁ। ସେ ହିନ୍ଦୁ ହିନ୍ଦୁ ହେଇକି ଆଜ୍ଞା ଏମିତି ଗାଇଛି ତ? ହଁ ଆଚ୍ଛା ହଉ ହଉ, ତାଙ୍କୁ ଆଜି ଆମେ ଦେଖିବୁ ଯାହା ହେଲେ ବି। ସେ ରହୁଛନ୍ତି କୋଉଠି? ହଁ ସେଇଟା କଟକଟା ମୁଁ ଜାଣିନି କୋଉଠି ରହୁଛନ୍ତି, ଆଜ୍ଞା ଆପଣ ଆସନ୍ତୁ ପାଖରେ ବସୁଛନ୍ତି, ସବୁ କରୁଛନ୍ତି, ଆପଣ କହୁଛନ୍ତି ଜାଣିନି। ସେଇଥିପାଇଁ ତ ମୁଁ ଆଜ୍ଞା କହୁଛି, ମୁଁ ମାନେ ଏଇ ବିଷୟରେ ଆପଣ ଗୋଟେ ଷ୍ଟୁଡିଓରେ ଡିଟେଲ କିଛି ବସିକିରି 4 ଜଣ 5 ଜଣ ମିଶିକି ଷ୍ଟୁଡିଓରେ ଗୋଟେ criticize- ରେକର୍ଡିଂ କେମିତି ହଉଛି ଆଜ୍ଞା, ଆମେ କଣ ଡିଟେଲ ଜାଣିଛୁ? ଆପଣ ସେ ଯଦି ସେ ଗାଇଲା ବେଳେ ଆପଣ ପାଳି ଧରିଛନ୍ତି ନା ନାଇଁ କୁହନ୍ତୁ? ପାଳି କୋଉଠି ଧରିଲି? ଆଜ୍ଞା, ମୁଁ ହସୁଥିଲି କିନ୍ତୁ ସେ ନାଇଁ ନାଇଁ ଅଲଗା ପାଳି ଟପିକ ଧରିଛନ୍ତି ନା ନାଇଁ? ନେଇ ପାଳି କୋଉଠି ଧରିଲି ଆଜ୍ଞା? ଆଚ୍ଛା ହଉ ଠିକ ଅଛି ସାର୍, ଆଉ କିଛି ଅସୁବିଧା ବଡ ନାହିଁ। ଭାଇ ହିସାବରେ ଆପଣଙ୍କ କଥା ନା ନା ବଡ ଭାଇ ସାର୍, ଧର୍ମକୁ ସାର୍ କୋଉ ଧର୍ମ ହଉଛି ଆମର ଗୋଟିଏ, ଆମେ କହୁନୁ ସାର୍ ଆମେ ହିନ୍ଦୁ କହିକି ଆମେ ହିନ୍ଦୁ ଧର୍ମକୁ ବଡ କହିବା କିଛି ନାହିଁ। ଆମକୁ ନାଇଁ ସବୁ ଧର୍ମକୁ ନାଇଁ ସମ୍ମାନ ଦିଏ। ଯୋଉ ଜିନିଷ ଖରାପ ନାଇଁ ଆମେ ନାଇଁ ତାର ବିଲକୁଲ ଇଏ କରୁ। ସମସ୍ତଙ୍କର ଅଧିକାର ଅଛି ସମସ୍ତଙ୍କ ବିଷୟରେ କହିବା ପାଇଁ, କିନ୍ତୁ କାହା ଧର୍ମ ବିଷୟରେ କହିବାର ଅଧିକାର କାହାର ନାହିଁ। ବିଲକୁଲ ଆପଣଙ୍କୁ ମତେ ବିଲକୁଲ ଭଲ ଲାଗିଲେ ଆପଣ ମତେ ଗାଳି କରିପାରନ୍ତି, ମୁଁ ଆପଣଙ୍କୁ ଭଲ ଲାଗିଲେ ଆପଣ ଗାଳି କରିପାରନ୍ତି, କିନ୍ତୁ ଆମେ କାହାର ଧର୍ମକୁ ନାଇଁ ନେଇ କାହିଁ କହିବା? ଠିକ ଠିକ ଠିକ, ମୁଁ ସେମିତି ଧର୍ମ ଉପରେ କିଛି ମୁଁ ନା ନା, ସେଇ କହିବାର ଧର୍ମ ମୋର ଉପରେ ହିଁ ଗଲା ନା, ଅଧିକାର କାଲି ନାହିଁ। ଯୋଉ ଗୀତଟା ଆପଣ ମାନେ ଇଏ କରିଦେଲେ ସେ ଧର୍ମ ଉପରେ ସେଟା ପଳେଇଲା। କାଲିର ଭିଡିଓ ନୁହେଁ ସାର୍, ଆଉ ମୁଁ ଆଗର ମାସ ଭିଡିଓ, ତଳର ଯୋଉ ଭିଡିଓଟା ଶୁଣନ୍ତୁ, ଭିଡିଓଟା ପାଖରେ ଯୋଉ ପର୍ଯ୍ୟନ୍ତ ରହିଛି ଆଜ୍ଞା ଠିକ ଅଛି, ଯେତେବେଳେ ପବ୍ଲିଶ ହେଇଯାଏ ନା ହଁ ସେ ଖରାପ ହେଇଯାଏ। ଏଇ ଯେ ହଁ ଏକ୍ଜାକ୍ଟଲି ଗାଇଛନ୍ତି, ଏକ୍ଜାକ୍ଟଲି ଗାଇବେ ବି ଠିକ ଠିକ ସେଟା ପବ୍ଲିଶ କରିବାର ନଥିଲା, କିନ୍ତୁ ଗାଇବାରେ ବି ନଥିଲା। ଏଇ ହଁ ଜିନିଷଟାକୁ ଠିକ ଗୋଟେ ଜଗନ୍ନାଥଙ୍କୁ ତମେ କେଳାଙ୍କାରୀ କରିକି ଯୋଉ ଗାଇବ, ସେଟା ସାର୍ କିଏ ଆପଣଙ୍କୁ, ଆପଣ ମାନଙ୍କୁ କିଏ ଆପଣଙ୍କୁ କ୍ଷମା ଦବ ମତେ ଖାଲି କୁହନ୍ତୁ?
ନାଇଁ ବିଲକୁଲ ବିଲକୁଲ ସତ କଥା। ଆପଣ ମତେ ନିଜେ କୁହନ୍ତୁ କିଏ କ୍ଷମା ଦବ? ମତେ ରିଙ୍କୁ ସୁନାଙ୍କୁ ଫୋନ କରୁଛି ଉଠଉନାହାନ୍ତି, ଦୟାକରି ତାଙ୍କୁ ଟିକେ କୁହନ୍ତୁ ମତେ ଟିକେ ଫୋନ କରିବାକୁ।